Hallelujah, 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 hallelujah. प्रभु नाम धन्यवाद हो। बहुत दिन पर वीडियो करने को मत सुजोग मिली प्रभु को धन्यवाद दिए। तत्संगे आपण मानक समस्त को प्रभु जीशु ख्रीष्ट नाम समस्त को अभिनंदन जाना। आसतु आज आम आलोचना करवा। आज आलोचनार विषय रहिबो प्रवंचक कुप्रवंचन। तेणु आसो आम डेरी करवा ना, अति शीघ्र आम भिडियोटा को आरंभ करवा। आम माने देखु जे आमनकर पूर्वपुरुष तथा आमनकर ईसाकଙ୍କ पुत्र दुहें मध्यरु आमने जानीपारुछे। आपण माने समस्ते जानते याकूब एवं एसो। याकूब छोट हेले सुधा से केते प्रवचन करिछि आमने ताहा पाई पारुगा आमनकर बाइबल रे। आउ ताहा आदि पुस्तक 25 पर्व रे आमने जदि जाऊ ताहले सेठी पाई परिबा कि याकूब निज घर भितरे बा निज फैमिली मध्यरे से केमिति बिजनेस करुछन्ते। अर्थात मु कहबा पई चाहे कि आमने आसो हम ताहा पढ़िबा एवं आलोचना करिबा। 25 पर्वर आमने पाठ करिबा 29 रु आमने पाठ करिबा। एक दिन याकूब डाली रांधुथिला। सही समय रे एसो क्लांत होई खेतरु आसिला। तहु से याकूब को कहिला, मु क्लांत होई अछि, विनय करे सही रंगा डाली दे भोजन कराओ। एही निमंते ताहार नाम इदम बा रंग ख्यात हैला। सेतेबेले याकूब कहिला, आजी तुम्हें मते आपना ज्येष्ठाधिकार विक्रय कर। एसो उत्तर कला, देख मु मला परी ज्येष्ठ अधिकार रहे मोर कि लाभ। याकूब कहिला, तुम्हें आजी मो निकटरे शपथ कर। तहिरे से ताहा निकटरे शपथ कला। एही रूपे से आपना ज्येष्ठाधिकार याकूब को विक्रय करदेला। तहु याकूब एसो को रोटी व रंधा मसूरी डाली दियंते से भोजन पान करी उठीगला। एही रूपे एसो आपना ज्येष्ठाधिकार तुच्छ ज्ञान कला। तो मोर प्रिय बंधुगण, कि सुजोगर सद्व्यवहार करछंती आमनकर याकूब। से निजर बड़ भाई को मध्य छाड़ी नाहंती। से भोकरे आउट पाउट होउथिबा समय रे से खाद्य परिवर्ते किछि मूल्य देबाकू पड़िबो बोली बाध्य करी कहउछंती। आउ से निजर बड़ भाई को मध्य कहउछंती, आजिठ तुम्हें तुमर बड़ रो अधिकार अर्थात ज्येष्ठर अधिकार तुम्हें मु जो रंग डाली बा खाद्य देवी से खाद्य परिवर्ते मते तुम्हें कौन करिब, तुमर ज्येष्ठर अधिकार मु जे सान अच्छी आजिठ मु सान होइकी रहिबि नै, सब दिन पई बड़ होइकी रहिबि। आउ से ज्येष्ठर अधिकार तुम्हें आज मते विक्रय करने को पड़ो। आ मु एई रंग डाली दे
ସେଇ ଅଧିକାର କିଣିବା ପାଇଁ ଚାହୁଁଛି। ଆଉ ଏସୋ ଯେହେତୁ ଭୋକିଲା ଥିଲା, ତେଣୁ ସେ କିଛି ନ ଭାବି ସେ କହିଲା କ'ଣ, ଠିକ୍ ଅଛି, ଆଜି ତୁମେ କ'ଣ କର, ସେଇ ଜ୍ୟେଷ୍ଠ ଅଧିକାର ନେଇଯାଅ, କିନ୍ତୁ ମୁଁ ମରିବା ପ୍ରାୟ ଅଛି, ମୋତେ ଖାଇବାକୁ ଦିଅ। ଆଉ ସେ ଦେଲେ। ଆଉ ସେଇ ଦିନଠୁ ସେ ନିଜର ଜ୍ୟେଷ୍ଠର ଅଧିକାର ବିକ୍ରୟ କରିଦେଲେ। ଯାକୁବ ଖାଦ୍ୟ ପ୍ରବଞ୍ଚନା ଦ୍ୱାରା କ'ଣ କଲେ, ନିଜ ଭାଇର ଜ୍ୟେଷ୍ଠ ଅଧିକାର ସେ ହରଣ କରି ନେଇଗଲେ। ଆଉ ତତ୍ପରେ ଆମମାନେ ଦେଖୁଅଛୁ କି ଆମମାନଙ୍କର ଯେତେବେଳେ ଇସାକ ବୃଦ୍ଧ ହେଇଯାଉଛନ୍ତି, ତାଙ୍କ ବଂଶଗତ ଯେଉଁ ପରମ୍ପରା ରହିଅଛି ସେହି ପରମ୍ପରା ହିସାବରେ ବୃଦ୍ଧ ହେଲେ ପ୍ରାଚୀନମାନେ କ'ଣ କରନ୍ତି, ନିଜର ପୁତ୍ରମାନଙ୍କୁ ଆଶୀର୍ବାଦ କରିଥାନ୍ତି ଶେଷ ସମୟରେ। ଆଉ ଠିକ୍ ସେହି ସମୟରେ ଯାକୁବ କ'ଣ କରୁଛନ୍ତି, ସେଇ ଜ୍ୟେଷ୍ଠ ଅଧିକାରକୁ କ'ଣ କରୁଅଛି, ବ୍ୟବହାର କରି କ'ଣ କରୁଅଛି, ଆଶୀର୍ବାଦ ନେବା ପାଇଁ ଚେଷ୍ଟା କରୁଅଛି। କିନ୍ତୁ ସେ ତ ଜ୍ୟେଷ୍ଠ ଅଧିକାର ନେଇଛି, କିନ୍ତୁ ଏହା ପରିବାର ଲୋକ କେହି ଜାଣିନାହାନ୍ତି। ଆଉ ଦିନେ ଏସୋ ଏବଂ ତାଙ୍କ ସ୍ତ୍ରୀ ଇସାକ ଏବଂ ତାଙ୍କ ସ୍ତ୍ରୀ ଦୁହିଁଙ୍କ ମଧ୍ୟରେ କିଛି ବିଷୟ ଆଲୋଚନା ହେଉଥାଏ। ଆଉ ପରେ ଏସୋ ଆଉ ଇସାକ ମଧ୍ୟରେ କିଛି ବିଷୟ ଆଲୋଚନା ହୁଏ, ତାହା ଇଏ ଶୁଣୁଥାଏ। ଆଉ ଶେଷରେ ଯେହେତୁ ମା ନିଜର ସାନ ପୁଅକୁ ବହୁତ ଭଲ ପାଏ, ତେଣୁ ସେ କ'ଣ କରେ, ନିଜର ସାନ ପୁଅକୁ ସବୁ ଅଧିକାର, ସବୁ ଆଶୀଷ ମିଳୁ ବୋଲି ସେ ପ୍ରାଣପଣ ଚେଷ୍ଟା କରେ। ଆଉ ସେ ବହୁତ କିଛି ତା ପାଇଁ ପ୍ରସ୍ତୁତ କରେ, ଯେହେତୁ ସେ ଚାହେଁ ଯେ ସାନ ପୁଅ ସବୁ ଅଧିକାର ପାଉ, ଅର୍ଥାତ୍ ସେଇ ଆଶୀଷ ମଧ୍ୟ ଇଏ ନିଜେ ପାଉ ବୋଲି ତାଙ୍କ ମାଙ୍କର ଇଚ୍ଛା। ଆଉ ବହୁତ ନାଟକୀୟ ଢଙ୍ଗରେ ସେମାନେ ବହୁତ ପ୍ରବଞ୍ଚନା ଏମିତି କରିଛନ୍ତି କି ବହୁତ ସୂତ୍ରପାତ କରି ଆଉ ଯେଉଁ ଖାଦ୍ୟ ଖାଇ ଇସାକ ଏସୋଙ୍କୁ ଆଶୀର୍ବାଦ କରିବା କଥା କହିଥିଲେ, ସେହିପରି ଏମାନେ ଷଡ଼ଯନ୍ତ୍ର କରି କ'ଣ କରିଛନ୍ତି ନା, ଆଉ ଯାକୁବଙ୍କୁ ଏସୋ ବନାଇ ନିଜ ମା ତାଙ୍କୁ କ'ଣ କରୁଛନ୍ତି, ଇସାକ ପାଖକୁ ପଠାଉଛନ୍ତି। ଆଉ ସେ କଥାବାର୍ତ୍ତା କରୁଛନ୍ତି, କଥାବାର୍ତ୍ତାରୁ ମଧ୍ୟ ସେ ପଚାରୁଛନ୍ତି, ଯେହେତୁ ସେ ବୃଦ୍ଧ ତାଙ୍କୁ ଦେଖାଯାଉନଥାଏ, ସେ ଯାହା ସ୍ପର୍ଶ କରି ଆଉ ସୁଗନ୍ଧରୁ ସେଇ ବାରି ପାରୁଥିଲେ, ଆଉ ଯାରି ଫଳରେ ଏସୋଙ୍କୁ ସେ ଜାଣିପାରୁଥିଲେ। ଆଉ ସେଇ ଯାହା ଯାହା ଏସୋଙ୍କର ଥିଲା, ସେଇ ପ୍ରକାର ମା ତାଙ୍କୁ କ'ଣ କରୁଛନ୍ତି, ଯାକୁବକୁ ପ୍ରସ୍ତୁତ କରୁଅଛନ୍ତି। ଆଉ ନାଟକୀୟ ଢଙ୍ଗରେ ସେ କ'ଣ କଲେ, ତାଙ୍କୁ ପ୍ରସ୍ତୁତ କଲେ ଏବଂ ସେ ପଠେଇଲେ। ଆଉ ଆମମାନେ ପାଇପାରିବା ତାହା ଆଦି ପୁସ୍ତକ 27 ପର୍ବରେ ତାହା ଲିଖିତ ଅଛି। ମୁଁ ସବୁ ବିଷୟକୁ ଯାଉନାହିଁ, ଗୋଟେ ଦୁଇଟା ପଦ କହିବି ଆଉ ଆଗକୁ ବଢ଼ିବି। 25 ପଦରେ ସେ କ'ଣ କରୁଛନ୍ତି, ଦ୍ରାକ୍ଷାରସ ଦେଉଛନ୍ତି ଯାକୁବ ଇସାକଙ୍କୁ। ହଁ, ମୁଁ ତୁମ ଜ୍ୟେଷ୍ଠ ପୁଅ, ଆଉ ଆସିଛି, ଏଇ ନିଅ, ମୃଗୟା କରିକି ଆସିଛି, ଭଲ ରୋଷେଇ କରିଛି, ନିଅ ବୋଲିକି କହୁଛନ୍ତି। ଆଉ ଦ୍ରାକ୍ଷାରସ ପାନ କରାଉଛନ୍ତି। ଆଉ ସେ ପାନ କଲା ପରେ ସେ କ'ଣ କହୁଛନ୍ତି, ମୋ ନିକଟକୁ ଆସ ବୋଲିକି କହୁଛନ୍ତି ଇସାକ। ଆଉ ଯାକୁବ ସେ
ତାଙ୍କ ପାଖକୁ ଯାଉଛନ୍ତି। ଆଉ ଇସାକ କହୁଛନ୍ତି ଯେ ମୋତେ ଚୁମ୍ବନ କର। ଆଉ ସେ ଯାଇ ତାଙ୍କୁ ଚୁମ୍ବନ କଲେ। ଚୁମ୍ବନ କଲାବେଳେ ତାଙ୍କୁ କ'ଣ କଲେ, ବସ୍ତ୍ର ଛୁଇଁଲେ ଏବଂ ତାଙ୍କୁ ଆଶୀର୍ବାଦ କଲେ। ଆଉ ତାହା ମାନେ ପାଇପାରିବା 27ରୁ 29 ପଦ ପର୍ଯ୍ୟନ୍ତ ମୁଁ ପାଠ କରିବା ପାଇଁ ଚାହେଁ। ସେତେବେଳେ ସେ ନିକଟକୁ ଯାଇ ଚୁମ୍ବନ କରନ୍ତେ ଇସାକ ତାହାର ବସ୍ତ୍ର ଗନ୍ଧ ପାଇ ତାଙ୍କୁ ଆଶୀର୍ବାଦ କରି କହିଲେ, ଦେଖ, ସଦାପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ କ୍ଷେତ୍ରର ସୁଗନ୍ଧି ତୁଲ୍ୟ ମୋ ପୁତ୍ରର ସୁଗନ୍ଧି। ପରମେଶ୍ୱର ଆକାଶର କାକରରୁ ଓ ପୃଥିବୀର ଉର୍ବରତାରୁ ଉତ୍ପନ୍ନ ଫଳ ଓ ପ୍ରଚୁର ଶସ୍ୟ ଓ ଦ୍ରାକ୍ଷାରସ ତୁମକୁ ଦିଅନ୍ତୁ। ଲୋକ ସମୂହ ତୁମର ସେବା କରନ୍ତୁ ଓ ନାନା ବଂଶ ତୁମକୁ ପ୍ରଣାମ କରନ୍ତୁ। ତୁମ୍ଭେ ଆପଣା ଜ୍ଞାତିମାନଙ୍କର କର୍ତ୍ତା ହୁଅ। ପୁଣି ତୁମ୍ଭର ମାତୃପୁତ୍ରମାନେ ତୁମ୍ଭକୁ ପ୍ରଣାମ କରନ୍ତୁ। ଯେ ତୁମ୍ଭକୁ ଅଭିଶାପ ଦିଏ ସେ ଅଭିଶପ୍ତ ହେଉ, ପୁଣି ଯେ ତୁମକୁ ଆଶୀର୍ବାଦ କରେ ସେ ଆଶୀର୍ବାଦ ପ୍ରାପ୍ତ ହେଉ। ତ ମୋର ପ୍ରିୟ ବନ୍ଧୁଗଣ, ଏଠି ଇସାକ କ'ଣ କଲେ, ଯାକୋବଙ୍କୁ ଆଶୀର୍ବାଦ କଲେ। ଆଉ କିଛି ସମୟ ପରେ ଆଶୀର୍ବାଦ କଲାର କିଛି ସମୟ ପରେ ଠିକ୍ ସେମିତି ଏସବ ମଧ୍ୟ ଆସୁଛନ୍ତି ଆଉ କହୁଛନ୍ତି, ବାପା ମୁଁ ଶିକାର କରି କରି ଏବେ ପାଇଲି, ଆଉ ବନେଇକି ଆସିଛି, ମୋତେ ତୁମେ ଆଶୀର୍ବାଦ କର। କିନ୍ତୁ ସେହି ସମୟରେ ଯାକୋବ ସେଇ ଆଶୀର୍ବାଦ ନେଇ ଯାଇଛନ୍ତି ତାହା ସେ ଜାଣିବାକୁ ପାଉଛନ୍ତି। ଆଉ ତାଙ୍କୁ ସେ ମାରିବା ପାଇଁ ଚାହୁଁଛନ୍ତି। କିନ୍ତୁ ସେ କ'ଣ କଲେ, ପ୍ରବଞ୍ଚନା କରି ନିଜର ଜ୍ୟେଷ୍ଠ ଅଧିକାର ହାସଲ କଲେ। ତା ସଙ୍ଗେ ଜ୍ୟେଷ୍ଠ ଅଧିକାର ହେବା ପରେ ପରେ ସେ କ'ଣ କରୁଛନ୍ତି, ପରିବାରର ଯେଉଁ ବଡ଼ ପୁଅଙ୍କୁ ଆଶୀର୍ବାଦ କରିବା ପ୍ରଥା ଯେଉଁ ଥିଲା ଯାକୋବ, ସେଇ ଆଶୀର୍ବାଦକୁ ମଧ୍ୟ ସେ ହରଣ କରିକି ନେଇଗଲେ। ତତ୍ପରେ ସେ କ'ଣ କଲେ, ନିଜର ପ୍ରାଣ ବିକଳରେ ସେ କ'ଣ କଲେ, ମାଙ୍କର ସମସ୍ତ ଷଡ଼ଯନ୍ତ୍ର ହିସାବରେ ସେ ନିଜ ମାମୁଁ ଘର ପଳାଉଛନ୍ତି। ଆଉ ସେଠି ଯାଇ ରହିବା ପାଇଁ ତାକୁ ପଡ଼ୁଛି। ଆଉ ମାଙ୍କ ପରାମର୍ଶ ହିସାବରେ ସେ ଯାଇକି ଲାବନ ପାଖରେ ଯାଇକି ସେ ରହୁଛି। ଆଉ ସେଠି ଯେଉଁ କାରନାମା କରିକି ବଡ଼ର ଏବଂ ଜ୍ୟେଷ୍ଠ ଅଧିକାରର ସମସ୍ତ ଆଶୀର୍ବାଦ ସେ ଯେଉଁ ହରଣ କଲେ ପ୍ରବଞ୍ଚନା କରି, ସେହି ପ୍ରବଞ୍ଚନା ତାକୁ ଭାରି ପଡ଼ିଗଲା। ଆଉ ସେ ଯେତେବେଳେ ଯାଉଛନ୍ତି ତାଙ୍କ ମାମୁଁ ଘରକୁ, ସେଠି ରହୁଛନ୍ତି। ଆଉ ସେଠି ବହୁତ ସମୟ ରହିଲା ପରେ ସେ ମାମୁଁ ତାଙ୍କ ଲାବନଙ୍କ 2ଟି କନ୍ୟା ଥିଲେ। ସେଇ କନ୍ୟା ମଧ୍ୟରୁ ଆଉ ତାଙ୍କୁ ପସନ୍ଦ ଲାଗିଥିଲା ଛୋଟ ଝିଅଙ୍କୁ। ଆଉ ସେ କ'ଣ କରିଥିଲେ, ତାଙ୍କ ପାଇଁ ଦାସ୍ୟ କର୍ମ ସେଠି କରିଥିଲେ। ଆଉ ଲାବନ ତାଙ୍କୁ କହିଥିଲେ, ଆଉ କହିବା ହିସାବରେ ସେ କ'ଣ କଲେ, 7 ବର୍ଷ ତାଙ୍କ ପାଇଁ ଦାସ୍ୟ କର୍ମ କଲେ। କିନ୍ତୁ ସେ ବିବାହ ଉତ୍ସବ କରାଗଲା। କରାଇବା ସମୟରେ କ'ଣ କରାଗଲା, ଛୋଟ ପରିବର୍ତ୍ତେ ଅର୍ଥାତ୍ ରାହେଲ ପରିବର୍ତ୍ତେ ଲିଆକୁ ରଖାଗଲା। ଆଉ ଯେଉଁ ସମୟରେ ସନ୍ଧ୍ୟା ସମୟରେ ତାଙ୍କର ବିବାହ ହୋଇଥିଲା, କିନ୍ତୁ ସନ୍ଧ୍ୟା ସମୟ ପରେ ପରେ ସେ କ'ଣ କରୁଛନ୍ତି, ଆଉ ଆମମାନେ ତାହା ପାଇପାରିବା 29 ପର୍ବର 25 ପଦ। ମାତ୍ର ପ୍ରଭାତ ହୁଅନ୍ତେ ଦେଖ, ସେ ତ ଲେୟା ତହୁଁ ଯାକୋବ ଲାବନକୁ କହିଲା, ତୁମ୍ଭେ ମୋ ସହିତ ଏ କି ବ୍ୟବହାର କଲ? ମୁଁ କ'ଣ ରାହେଲ ନିମନ୍ତେ ତୁମର ଦାସ୍ୟକର୍ମ କରିନାହିଁ? ତେବେ କି ହେତୁ
ମୋତେ ପ୍ରବଞ୍ଚନା କଲ। ବହୁତ ମଜା ଲାଗୁଛି ଯେ ସେ ଯାହାକୁ ସେ ଅତି ଭଲ ପାଉଥିଲେ ତାଙ୍କ ପାଇଁ ସେ କିଛି ବି କରିବା ପାଇଁ ପ୍ରସ୍ତୁତ ଥିଲେ ଆଉ କରିଛନ୍ତି ମଧ୍ୟ, କିନ୍ତୁ ତାକୁ ସେ ପାଉନାହାନ୍ତି। ତାଙ୍କ ମାମୁଁ ତାଙ୍କୁ କହୁଛନ୍ତି, ଅର୍ଥାତ୍ ଲାବନ କହୁଛି, ବଡ଼ ଥାଉ ଥାଉ ମୁଁ ସାନକୁ କେମିତି ବିବାହ କରିଦେବି, ତେଣୁ ତୋତେ କ'ଣ କରିବାକୁ ପଡ଼ିବ? ବଡ଼କୁ ତୁମେ ବିବାହ କଲ। ଯଦି ରାହେଲକୁ ତୁମେ ଚାହୁଁଛ ତାହେଲେ ତୁମେ କ'ଣ କରିବ? ଆହୁରି ମଧ୍ୟ 7 ବର୍ଷ କ'ଣ କରିବ? ଦାସ୍ୟ କର୍ମ କରିବ। ତ ମୋର ପ୍ରିୟ ବନ୍ଧୁଗଣ, ଆମେ ଜାଣୁ ଯେଉଁ ଯାକୋବ ଦିନେ ପ୍ରବଞ୍ଚନା କରି ଜ୍ୟେଷ୍ଠାଧିକାର ତଥା ଆଶୀର୍ବାଦ, ପରିବାରର ସମସ୍ତ ଆଶୀର୍ବାଦ ହରଣ କରିଥିଲା, ସେହି ପ୍ରବଞ୍ଚକକୁ ପ୍ରବଞ୍ଚନା ଆଉ ଜଣେ କଲା। ମୁଁ ଏବଂ ଆପଣମାନେ ଠିକ୍ ଯଦି ତାଙ୍କ ସ୍ଥାନରେ ରଖୁ ଏବଂ ନିଜକୁ ସମୀକ୍ଷା କରି ଦେଖୁ, ତାହେଲେ ଆମ ପାଇଁ କ'ଣ ରହିଅଛି? ବାକ୍ୟ କହି ଆମମାନଙ୍କର ଯାହା ଲେଖା ଅଛି, ଯାକୋବ କହନ୍ତି, ଯାକୋବ ପୁସ୍ତକ ଯାକୋବ 1:23 ପର୍ବ କାରଣ ଯଦି କେହି ବାକ୍ୟର କର୍ମକାରୀ ନ ହୋଇ ଶ୍ରୋତା ମାତ୍ର ହୁଏ, ତେବେ ସେ ଦର୍ପଣରେ ଆପଣା ସ୍ୱାଭାବିକ ମୁଖ ଦର୍ଶନ କରୁଥିବା ମନୁଷ୍ୟ ତୁଲ୍ୟ। ପ୍ରଭୁ କହିଲେ, ଯିଏ ମୋତେ ପ୍ରେମ କରୁଅଛି ସେ ମୋର ବାକ୍ୟ ପାଳନ କରୁ ଏବଂ ମୋର ଅନୁଗମନ କରୁ। 22 ପଦରେ ଲେଖା ଅଛି, କିନ୍ତୁ ଶ୍ରୋତା ମାତ୍ର ହୋଇ ଆପଣମାନଙ୍କୁ ପ୍ରବଞ୍ଚନା ନ କରି ବାକ୍ୟର କର୍ମକାରୀ ହୁଏ। ମୁଁ ଏବଂ ଆପଣମାନେ ପ୍ରଭୁଙ୍କୁ ଆମେ ଗ୍ରହଣ କରିଅଛୁ। ଯଦି ଆମେ ବାକ୍ୟ ହିସାବରେ ନିଜ ଜୀବନକୁ ନ ସଜାଡ଼, ଜୀବନକୁ ସମର୍ପିତ ନ କରୁ, ତାହେଲେ ପ୍ରଭୁ ଯାକୋବଙ୍କ ଦ୍ୱାରା ଆମମାନଙ୍କୁ କହିବା ପାଇଁ ଚାହାନ୍ତି କ'ଣ? ନିଜକୁ ଆମମାନେ ପ୍ରବଞ୍ଚନା କରିବା ଛାଡ଼ିଦେବୁ। ମୁଁ ଏବଂ ଆପଣମାନଙ୍କୁ ବାକ୍ୟ କହେ। ଆଉ ଆମମାନେ ଏଭ୍ରି ପୁସ୍ତକରେ ମଧ୍ୟ ଆମମାନେ ତାହା ପାଇପାରିବା। 3:13 ଲେଖା ଅଛି, କିନ୍ତୁ କାଳେ ପାପର ପ୍ରବଞ୍ଚନା ଦ୍ୱାରା ତୁମମାନଙ୍କ ମଧ୍ୟରୁ କେହି କଠିନ ମନା ହୁଏ, ଏଥି ନିମନ୍ତେ ଆଜି ସୁଯୋଗ ଥାଉ ଥାଉ ପ୍ରତିଦିନ ପରସ୍ପରକୁ କ'ଣ କର? ଉତ୍ସାହିତ ଦିଅ। ମୋର ପ୍ରିୟ ବନ୍ଧୁଗଣ, ଆସୁ ଆମମାନେ ନିଜ ନିଜକୁ ପ୍ରଭୁଙ୍କର ଶରଣାଗତ ହଉ, ପ୍ରଭୁଙ୍କର ବାକ୍ୟ ଆମମାନଙ୍କ ଜୀବନରେ କାର୍ଯ୍ୟ କରୁ, ସେଥିପାଇଁ ନିଜକୁ ପ୍ରସ୍ତୁତ କରିବା। ଆଉ ବାକ୍ୟ ଆମମାନଙ୍କର ହୃଦୟ, ଆମମାନଙ୍କର ବିଶ୍ୱାସକୁ ଅଙ୍କୁରିତ କରୁ, ଯାହାର ଫଳରେ ଆମ ନିଜକୁ ପ୍ରଥମ ପ୍ରଭୁଙ୍କୁ ବିଶ୍ୱାସ କଲା ପରେ ଯେଉଁ ଅନୁଭବ ଥିଲା, ସେହି ଅନୁଭବ ଆଜି ଜୀବିତ ହଉ ଏବଂ ତାଙ୍କୁ ଆମେ ଗ୍ରହଣ କରୁ। ପ୍ରଭୁ ଆମ ସମସ୍ତଙ୍କୁ ଏହି ଛୋଟ ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ହାଲେଲୁୟା, ହାଲେଲୁୟା,
Hallelujah.